ଯଦି ଆପଣ କାହାକୁ ବଶୀଭୂତ କରିବା ପାଇଁ ଚାହୁଁଛନ୍ତି ବା ଆପଣଙ୍କ ଅଧୀନରେ ରଖିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣ ଏଇ ଛୋଟିଆ କାମଟିକୁ ଆପଣ କରିଦିଅନ୍ତୁ। ଦେଖିବେ ସିଏ ଆପଣଙ୍କ ପାଖରେ ବଶୀଭୂତ ହୋଇଯିବ। ଏ ଛୋଟିଆ କାମଟି କରିବାକୁ ହେଲେ ଆପଣଙ୍କୁ, ଯଦି ଆପଣ କୌଣସି ନାରୀକୁ ବଶୀକରଣ କରିବା ପାଇଁ ଚାହୁଁଛନ୍ତି, ହେଲେ ତାଙ୍କର ବାମ ପାଦର ଧୂଳିକୁ ଆପଣ ସଂଗ୍ରହ କରିବା ପାଇଁ ପଡ଼ିବ। ଯଦି ଆପଣ କୌଣସି ପୁରୁଷକୁ ଯଦି ଆପଣ ବଶୀକରଣ କରିବା ପାଇଁ ଚାହୁଁଛନ୍ତି, ତାହେଲେ ତାଙ୍କର ଡାହାଣ ପାଦର ପାଦ ଧୂଳିକୁ ଆପଣଙ୍କୁ ସଂଗ୍ରହ କରିବା ପାଇଁ ପଡ଼ିବ। ଆପଣ ସଂଗ୍ରହ କରିସାରିଲା ପରେ ଗୋଟିଏ ସିସା ନେବେ, କାଚ ବୋତଲ, ଛୋଟ ସିସା ବୋତଲଟେ ଆପଣ ନେବେ। ସେଥିରେ ଆପଣଙ୍କୁ ଅଳ୍ପ ଟିକେ ମହୁ, ଠିକ୍ ଅଛି, ମହୁ ଏବଂ ସେ ପାଦ ଧୂଳିକୁ ଆପଣ ସେଇ ବୋତଲ ଭିତରେ ଭର୍ତ୍ତି କରିଦେବେ ଏବଂ ଠିପିକୁ ଟାଇଟ୍ କରି ଲଗାଇଦେବେ। ତାପରେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା, କୌଣସି ଏକ ଶୁକ୍ରବାର ଦିନ, ଠିକ୍ ଅଛି, କୌଣସି ଏକ ଶୁକ୍ରବାର ଦିନ ଆପଣ ଯିବେ ଏକ ଅଶ୍ୱତ୍ଥ ଗଛକୁ, ଆପଣଙ୍କ ଅଞ୍ଚଳରେ ଥିବା ଅଶ୍ୱତ୍ଥ ଗଛ ପାଖକୁ ଯିବେ। ଦେଖିବେ ଅଶ୍ୱତ୍ଥ ଗଛଟି କୌଣସି ଜଳାଶୟ ପାଖରେ ଥିବା ଆବଶ୍ୟକ, ଠିକ୍ ଅଛି। ଜଳାଶୟ ମାନେ କୌଣସି ନଦୀ ପାଖରେ ହେଉ କିମ୍ବା ପୋଖରୀ ପାଖରେ ହେଉ ଥିବା ଆବଶ୍ୟକ। ସେଠିକି ଆପଣ ଯିବେ ଶୁକ୍ରବାର ଦିନ। ଯାଇକି ଆପଣଙ୍କୁ ସେହି ଅଶ୍ୱତ୍ଥ ଗଛକୁ ଆପଣଙ୍କର ମନସ୍କାମନା ବିଷୟରେ ଜଣାଇବେ। ତାକୁ ଆପଣ ଜୁହାର ହେଇକି, ଆପଣ ଯାହାକୁ ବଶୀକରଣ କରିବାକୁ ଚାହୁଁଛନ୍ତି ବା ବଶୀକରଣ କରିବେ, ତାଙ୍କ ନାମ ନେବେ। ତାହିତ ଆପଣ ତାଙ୍କୁ ମନସ୍କାମନା ଜଣାଇବେ। ଜଣାଇକି ସେହି ବୋତଲଟିକୁ ସେଇ ନଦୀ କିମ୍ବା ପୋଖରୀରେ ଆପଣ ଫୋପାଡ଼ି ଦେଇକି ଆସିବେ। ଆସିଲା ବେଳେ ଆପଣ ପଛକୁ ଜମାରୁ ବି ଅନେଇବେନି। ଏହିଭଳି ଆପଣ ଯଦି 6ଟା କି 7ଟା ଶୁକ୍ରବାର ଯଦି ଆପଣ ଏପରି କରୁଛନ୍ତି, ତାହେଲେ ଆପଣଙ୍କର ନିହାତି ଭାବରେ ମନସ୍କାମନା ପୂରଣ ହେବ ଏବଂ ଯାହାକୁ ଆପଣ ବଶୀକରଣ କରିବା ପାଇଁ ଚାହୁଁଥିଲେ, ସିଏ ମଧ୍ୟ ଆପଣଙ୍କ ପାଖରେ ବଶୀଭୂତ ହୋଇ ରହିବ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ଭିଡ଼ିଓଟା ଲାଇକ୍ କରିଦିଅନ୍ତୁ ଏବଂ ସାଙ୍ଗସାଥିମାନଙ୍କ ସହିତ ସେୟାର କରିଦିଅନ୍ତୁ। ରହିଲି, ଜୟ ମାତା।